ରାଉରକେଲା ପୁଲିସ ଜିଲ୍ଲା ପକ୍ଷରୁ ସାଇବର ସଚେତନତା ୱାକଥନ୍ ଏବଂ ଅଟୋ ରାଲି ଅନୁଷ୍ଠିତ। ଆଜି ରାଉରକେଲା ପୁଲିସ ଜିଲ୍ଲା ପକ୍ଷରୁ ସାଇବର ସଚେତନତା ଓ ୱାକଥନ୍ 2025 ଡିଜିଟାଲ ସିକ୍ୟୁରିଟି ରାଲି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ରାଲି ଆଜି ସକାଳ 7ଟା ସମୟରେ ଛେଣ୍ଡ ଛକଠାରୁ ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ରାଉରକେଲା ଏସ୍ପି ଶ୍ରୀ ନିତେଶ ୱାଧୱାନୀ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଏହି ରାଲିରେ ସହରର 1000ରୁ ଊର୍ଦ୍ଧ୍ୱ ଲୋକ, ଛାତ୍ରଛାତ୍ରୀ, ଯୁବକ, ପୁଲିସ, ସ୍ୱେଚ୍ଛାସେବୀମାନେ ଭାଗ ନେଇଥିଲେ। ସହରର କେତେକ ଶିକ୍ଷାନୁଷ୍ଠାନ, ଅବସରପ୍ରାପ୍ତ ଅଧିକାରୀ ତଥା କର୍ମକର୍ତ୍ତା ଏଥିରେ ଅଂଶଗ୍ରହଣ କରିଥିଲେ। ରାଲିରେ ପ୍ଲାକାର୍ଡ, ବ୍ୟାନର ଗୁଡ଼ିକରେ ସଚେତନତା ବାର୍ତ୍ତାମାନ ଉଲ୍ଲେଖ ରହିଥିଲା। ଛେଣ୍ଡ ଛକଠାରୁ ରାଲିଟି ବାହାରି ରାଉରକେଲାର ଉଦିତ ନଗର ପ୍ରାୟ 3 କିଲୋମିଟର ଆର୍ଏମ୍ସି କାର୍ଯ୍ୟାଳୟ ନିକଟସ୍ଥ ଫିଟନେସ୍ ପାର୍କଠାରେ ସମ୍ପନ୍ନ ହୋଇଥିଲା। ବିଶେଷ କରି ଜନସାଧାରଣଙ୍କୁ ସାଇବର କ୍ରାଇମ୍ ବିଷୟରେ କିପରି ସଚେତନତା କରାଯାଇପାରିବ ସେ ନେଇ ଏହି ଚାଲିବା ମାରାଥନ୍ର ଆୟୋଜନ କରାଯାଇଥିଲା। ଏଥିସହିତ ରାଉରକେଲାରେ ଅଟୋ ରାଲିର ଆୟୋଜନ କରାଯାଇଥିଲା। ପାଖାପାଖି 200 ଅଟୋ ଏଥିରେ ଭାଗ ନେଇଥିଲେ। ସାଇବର କ୍ରାଇମ୍କୁ କିପରି ପ୍ରତିହତ କରାଯାଇପାରିବ ସେ ନେଇ ସଚେତନତା ବାର୍ତ୍ତା ଅଟୋଗୁଡ଼ିକରେ ଥିବା ବ୍ୟାନରରେ ପ୍ରତିଫଳିତ ହୋଇଥିଲା। ଏହି ଅଟୋ ରାଲି ଦିନ ପ୍ରାୟ 11ଟା ସମୟରେ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ପାର୍କିଂ ନମ୍ବର 6ରୁ ବାହାରି ରିଙ୍ଗ ରୋଡ଼ର ସ୍ପେସ୍ ଛକ ନିକଟରେ ଶେଷ ହୋଇଥିଲା। ତେବେ ଏହି ଅଟୋ ରାଲି ଜନସାଧାରଣଙ୍କୁ ସାଇବର ସୁରକ୍ଷା ଦେବା ସହିତ ଲୋକେ କିପରି ଠକାମିରେ ନ ପଡ଼ିବେ ସେ ନେଇ ସୁରକ୍ଷା ବାର୍ତ୍ତାମାନ ପ୍ରଚାର କରିଥିଲେ। ଏହି ପରିପ୍ରେକ୍ଷୀରେ 100 ଫୁଟର ପ୍ଲେକ୍ସ ଏକ ବ୍ୟାନର ମଧ୍ୟ ଉଦ୍ଘାଟନ କରାଯାଇଥିଲା। ସାଇବର ସଚେତନତା ତଥା ସ୍ୱଚ୍ଛତା, ଦୁର୍ନୀତିମୁକ୍ତ ବ୍ୟବସ୍ଥା, ଠକାମି କାର୍ଯ୍ୟରୁ ବିରତ ହେବା ବାର୍ତ୍ତା ପ୍ରଚାର ଓ ପ୍ରସାରିତ ହୋଇଥିଲା। ଏହି ଅବସରରେ ଡିଜିଟାଲ କ୍ଷେତ୍ରରେ ସାଧାରଣ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପୁଲିସ ସମସ୍ତ ନାଗରିକଙ୍କୁ ସତର୍କ କରିବାକୁ ଅନଲାଇନରେ କ୍ଲିକ୍ କିମ୍ବା ସେୟାର କରିବା ପୂର୍ବରୁ ଚିନ୍ତା କରିବାକୁ କୁହାଯାଇଥିଲା। ସନ୍ଦିଗ୍ଧ ସାଇବର କାର୍ଯ୍ୟକଳାପକୁ ତୁରନ୍ତ ନିକଟତମ ପୋଲିସ ଷ୍ଟେସନ କିମ୍ବା ସାଇବର ହେଲ୍ପଲାଇନକୁ ରିପୋର୍ଟ କରିବାକୁ ଅନୁରୋଧ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରାଉରକେଲା ଏସ୍ପି ଶ୍ରୀ ନିତେଶ ୱାଧୱାନୀ ଉଦ୍ଘାଟନ କରିଥିବା ବେଳେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରାବଣୀ ନାୟକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ହରେକୃଷ୍ଣ ମାଝୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଆର୍.କେ. ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଆର୍.କେ. ସାହୁ ଓ ଉପ ଆରକ୍ଷୀ ଅଧୀକ୍ଷକ ଏ. ଷଣ୍ଢ ପ୍ରମୁଖ ଉପସ୍ଥିତ ଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।